ପୂର୍ଣ୍ଣିମା ପାଇଁ ଆମେ ଯାଉଛୁ ମନ୍ଦିର ବୋଇତ ବନ୍ଦାଣ କରିବା ପାଇଁ। ଆଉ ଏଠି ମନ୍ଦିର ସାମ୍ନାରେ ଆମେ କିଛି ଡଙ୍ଗା ନେଇଗଲୁ। ତା ସହିତ ଏଠି ଚାଲିଛି ନା ଭଜନ ସନ୍ଧ୍ୟା ଯେମିତି ଚାଲେ ତ ସେମିତି ଚାଲିଛି। ଆଉ ତା ସହିତ ଦେଖନ୍ତୁ ସ୍ୱସ୍ତିକ ଆମେ ଫାଷ୍ଟ ଆସିକି ମନ୍ଦିରରେ ଡଙ୍ଗା ବସେଇଦେଲୁ। ପରେ ଆସି ଝିଅକୁ ଧରିଛନ୍ତି କାରଣ ଝିଅକୁ ଯିବନି ମନ୍ଦିର ଭିତରକୁ। ତ ତାପରେ ଆମେ ଫାଇନାଲି ଡଙ୍ଗାକୁ ଆମେ ବସେଇଦେଲୁ। ଆଉ ତାପରେ ସ୍ୱସ୍ତି କହୁଛି ନା କି ସେ ନାଇଁ ସେ ଡଙ୍ଗାକୁ ସେ ନେଇକି ଆସିବ ପୁଣି ଥରେ। ଆଉ ତାପରେ ଏଇଠି ସ୍ୱସ୍ତିକୁ ମୁଁ ଶିଖେଇଦେଲି। ସେ ତାପରେ ଏମିତି ଠାକୁରଙ୍କ ଟିକେ ପୂଜା କରିଦେଲା। ଦେଖନ୍ତୁ କେତେ ସୁନ୍ଦର ରଙ୍ଗୋଲି ଦିଆଯାଇଛି। ତାପରେ ଆମେ ଆସିଥିଲୁ ଗୋଟେ ଚାଲିଥିଲା କାର୍ତ୍ତିକେଶ୍ୱର ପୂଜା ଆଉ ଗୋଟେ ମନ୍ଦିରକୁ ଆଉ ତାରିଣୀଙ୍କ ମନ୍ଦିରରେ। ଆଉ ବହୁତ ସୁନ୍ଦର ଭାବେ ମାଆଙ୍କ ଆଜି ପୂଜା ଚାଲିଥିଲା। ଆଉ ଏଇଠି ଆସିଯାଇଛନ୍ତି ବାପା। ଆଉ ସ୍ୱସ୍ତି କିନ୍ତୁ ଆସୁ ଆସୁ କେମିତି ତାଙ୍କ ସହିତ ବସିକି ଖେଳୁଛି। ଆଉ ଫାଇନାଲି ବାପାଙ୍କ ପାଇଁ ମୁଁ କିଛି ଖାଇବା ଦେଇଦେଲି। ସକାଳୁ ଆସିଛନ୍ତି ବାପା। ତାପରେ ଏଇଠି ବସିକି ଜଣ ସମସ୍ତେ ଖେଳୁଛନ୍ତି। ଆଉ ଝିଅ ଆଉ ତା ବାପା ବି ଯାଇଥିଲେ ଭାରି। ତ ସମସ୍ତେ 4 ଜଣ ଯାକ ପଳେଇଥିଲେ। ମୁଁ ଏଠି ରୋଷେଇ କରୁଥିଲି ତ ମଝିରେ ଆସିକି ଦେଖିଲା ବେଳକୁ ସେମାନେ ଖେଳୁଛନ୍ତି। ତ ଫାଇନାଲି ମୁଁ ଖାଇବା ରେଡ଼ି କରିଦେଇଥିଲି। ଆଉ ବାପା ଖାଇଥିଲେ ଆଉ ସମସ୍ତେ 3 ଯାକ ମିଶିକି ଖାଇଥିଲେ। ତ ବହୁତ ମାନେ ମୋ ସ୍ୱସ୍ତି ଆଜି ବହୁତ ଖୁସି ହେଇଥିଲା ବହୁତ ମଜା କଲା। ଦେଖା ଗୋଟେ ନେକ୍ସଟ ଭିଡ଼ିଓରେ ବାଏ ବାଏ।